Money, 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 brighter than sunshine, sweeter than honey. ଯେ ଲେଖିଛନ୍ତି ସେ କେତେ ଜ୍ଞାନୀ କୁହନି। ମନି 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 ସବୁବେଳେ ସବୁ ଜାଗାରେ ସବୁ କ୍ଷେତ୍ରରେ ଆବଶ୍ୟକ ଅଛି ମନି ମନି ମନି। ଆବେ ପରଶୁ ଯାବେ ପରଶୁ ବାବୁ ପରଶୁରାମ ପଇସା କ୍ୟା ନ କରେ କାମ। ତେଣୁ ସେ ମନି ବ୍ରାଇଟର ଦେନ୍ ସନସାଇନ୍, ସୂର୍ଯ୍ୟ କିରଣ ଠାରୁ ଆହୁରି ଅଧିକ ଉଜ୍ଜଳ। ବ୍ରାଇଟର ଦେନ୍ ସନସାଇନ୍, ସୁଇଟର ଦେନ୍ ହନି, ମହୁ ଠାରୁ ଆହୁରି ବହୁତ 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 ମିଠା ସ୍ୱାଦିଷ୍ଟ। ମନି 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 ବ୍ରାଇଟର ଦେନ୍ ସନସାଇନ୍, ସୁଇଟର ଦେନ୍ ହନି। ହଁ, ଧନହୀନ ଜୀବନ, ଧନହୀନ ଜୀବନ ନଥିଲେ ସମ୍ବଳ ଏସବୁ ହୀନ। ଧନହୀନ ଜୀବନ, ତାପରେ ଧନ ଅଛି ସେ କିଛି ନୁହଁ, ଖାଲି ଧନ ଅଛି ତଥାପି ଆମେ ପ୍ରଶଂସା କରୁଛେ କ'ଣ? ଧନଶାଳୀ ଅଟେ କୁଳୀନ, କୃଷ୍ଣକାୟ ନୁହେଁ ମଳିନ। ପାଠ ସାଠ ନଥିଲେ ନଥାଉ, ପାଠ ସାଠ ଆଉ ନଥିଲେ ନଥାଉ, ପାଇଲେ ଗାଇବେ ଜନତା ଗୁଣ। ଧନହୀନ ଜୀବନ ନଥାଏ ସମ୍ମାନ ଥିଲେ ବି ଜ୍ଞାନ। ଧନହୀନ ଜୀବନ ଯେତେ ଜ୍ଞାନ ଥାଉ, ଧନ ନାହିଁ ସମ୍ମାନ ନାହିଁ। ଯାହାର ଧନ ଅଛି ସେ କଳା କିଟିମିଟି ପଙ୍କ ଭଳିଆ ହେଲେ ବି ଆମେ ତାର ଗୁଣଗାନ କରୁଛେ। ବାବୁ ତମେ ଭାରି ସୁନ୍ଦର, ତୁମର ଆଭିଜାତ୍ୟ ଅଛି, ସଂସ୍କାର ଅଛି, ଶିକ୍ଷା ଅଛି। ତେଣୁ ଧନ ଧନ ଧନ। ହେ ପ୍ରିୟ ବନ୍ଧୁ, ଧନ କାହା ପାଖକୁ ଆସେ? କ'ଣ ଛାଁ ଛାଁ ଆସେ? ଗୋଟେ କଥା ଅଛି, ଆଚାରେ ଲକ୍ଷ୍ମୀ ବିଚାରେ ସରସ୍ୱତୀ। ସେ ଧନ କେବଳ ଆଚାରବନ୍ତ ଲୋକକୁ ଆସିବ। ଜଣେ ସାଧୁ ବୁଲୁଥିଲେ, ଜଣେ ଧନିକ ତାଙ୍କୁ ଦେଖିଲେ, ପାଦ ଛୁଇଁ ପ୍ରଣାମ କଲେ, କହିଲେ ମହାତ୍ମା ଟିକେ ଆପଣଙ୍କ ପାଦ ଆମ ଘରେ ପଡ଼ନ୍ତାନି? ସେ କହିଲେ ଆଉ କ'ଣ ମୁଁ ପାଦ ପକେଇବି? ତୁମର ପୂର୍ବ ଜନ୍ମର ସମସ୍ତ ପୁଣ୍ୟ ସରିଗଲାଣି, ଆଉ ବହୁତ କମ୍ ଅଛି। ସେତିକି ସରିଗଲେ ତୁମ ପାଖରେ ଥିବା ସମସ୍ତ ଧନ ଫଟା ମାଠିଆରୁ ପାଣି ବୋହିଲା ପରି ଖସିଯିବ। କେମିତି ଯିବ, କୋଉ ବାଟେ ଯିବ, ସେ କଥା କେହି କହିପାରିବେନି। ହାତୀ କଇଁଥ ଖାଏ, କଇଁଥ ହଗେ, ସେ କଇଁଥ ଭିତରୁ ଶସ କେମିତି ଯାଏ କେହି ଜାଣିନାହାନ୍ତି। ତେଣୁ ଯଦି ପାରୁଛ ଏଇ ମୁହୂର୍ତ୍ତରୁ ପୁଣ୍ୟ କରିଚାଲ, ହୁଏତ ଦୈବ ଦୟା କରିବେ। ପୁଣ୍ୟ ବଢ଼ି ବଢ଼ି ଗଲେ ଧନ ବଢ଼ି ବଢ଼ିଯିବ। କିନ୍ତୁ ମୋତେ କାହିଁ ଲାଗୁନି, କାରଣ ତୁମ ଚିତ୍ତ ଭିତରେ ଯେଉଁ ସିଂହାସନ ପଡ଼ିଛି, ସେ ସିଂହାସନରେ ବସିଛନ୍ତି ଅହଙ୍କାର ରୂପୀ ରାକ୍ଷସ। ସେ ଅହଙ୍କାର ବଳରେ ବଳିୟାନ ହୋଇ ତୁମେ କାହା ପ୍ରତି ଦୟାଶୀଳ ହଉନ, କାହାକୁ ସମ୍ମାନିତ କରୁନ, କାହାର ଉପକାର କରୁନ। ଏଇ ଦୃଷ୍ଟିକୋଣରୁ ଚେଷ୍ଟା କରି ଦେଖ। ହେ ମୋର ଭାଇ ବନ୍ଧୁ କୁଟୁମ୍ବ,
ଯିଏ ଧନ କୁ ପାଖରେ ପାଇଛି, ଯାହା ପାଖରେ ଧନ ଅଛି ତାର ପୂର୍ବ ପୁଣ୍ୟ ପାଇଁ। ହେଲେ ଲକ୍ଷ୍ମୀ ମହାଦେଇ ନାରାୟଣକୁ କହିଛନ୍ତି, କାଲି କହିଥିଲି ଚନ୍ଦନ ବିଷୟରେ, ଆଜି ଆସ ଆଉ ଦୀପ ଦୁଃଖ ସୁଖ ହବା। ଆଉ କୋଉ ବିଷୟରେ ଲକ୍ଷ୍ମୀ କ'ଣ କହିଛନ୍ତି? ଲକ୍ଷ୍ମୀ କହିଲେ, ଯିଏ ନଖରେ ତୃଣ ଛିଣ୍ଡାଏ, ତେଣୁ ନଖରେ ତୃଣ ଛିଣ୍ଡାଇବା, ଦାନ୍ତରେ ନଖ ଛିଣ୍ଡାଇବା, ନଖରେ ମାଟି ଉପରେ ଲେଖିବା, ପାଦ ଦ୍ୱୟକୁ ଅପରିଷ୍କାର କରିବା, ପିନ୍ଧିଥିବା ପଇତାକୁ ମଇଳା ରଖିବା, ଶୋଇ ଉଠି ମୁଖ ନ ଧୋଇବା, ଭଲ ଭାବରେ ଦାନ୍ତ ନ ଘଷିବା, ମଇଳା ଲୁଗାକୁ ସାଇତି ରଖିବା, ଲଙ୍ଗଳା ହୋଇ ଶୋଇବା, ଅତି ଅଧିକ ଭୋଜନ କରିବା, ଉଚ୍ଚ ହାସ୍ୟ କରିବା, ନିଜ ଅଙ୍ଗରେ ବା ବସିବା ପିଢ଼ାରେ ବାଜା ବଜେଇବା, ପର କଥାକୁ କାନେଇ ଶୁଣିବା, ଅଣ୍ଟିରେ ରଖି ଖାଦ୍ୟ ଖାଇବା, ପର ଚିଠି ପଢ଼ିବା, କଛା ମାରି ନ ଶୋଇବା, ଏସବୁ ନିୟମ ଯିଏ ପାଳନ ନ କରେ ମୁଁ ତାଠାରୁ ପଳେଇ ଯାଏ। କୁବେର ହୁଅନ୍ତୁ କି ବିଷ୍ଣୁ ହୁଅନ୍ତୁ, ଯାଙ୍କ ପାଖରେ ପ୍ରତି ମୁହୂର୍ତ୍ତରେ ଧନ ବର୍ଷା ହୁଏ, ସେମାନେ ଯଦି ଏ ନିୟମ ପାଳନ ନ କରନ୍ତି ତାହେଲେ ମୁଁ ତାଙ୍କୁ ଛାଡ଼ି ପଳେଇ ଯାଏ। କ'ଣ କ'ଣ? ଉଚ୍ଚ ହାସ୍ୟ କରିବା ଦ୍ୱାରା, ନିଜ ଅଙ୍ଗରେ ବା ବସିଥିବା ପିଢ଼ାରେ ବା ଆସନରେ ବାଜା ବଜାଇବା ଦ୍ୱାରା, ପର କଥାକୁ କାନେଇ ଶୁଣିବା ଦ୍ୱାରା, ଅଣ୍ଟିରେ ରଖି ଖାଦ୍ୟ ଖାଇବା ଦ୍ୱାରା, ପର ଚିଠି ପଢ଼ିବା ଦ୍ୱାରା, କଛା ମାରି ନ ଶୋଇବା ଦ୍ୱାରା ମୁଁ ଅସନ୍ତୁଷ୍ଟ ହୁଏ। ତା ଛଡ଼ା ଆପଣାର ଲୋକ ହେଲେ ବି ସେ ସ୍ତ୍ରୀଲିଙ୍ଗ, ଝିଅ ହଉ, ଭଉଣୀ ହଉ ବା ସ୍ତ୍ରୀ ହଉ, ତାଙ୍କ ସଞ୍ଚିତ ଅର୍ଥକୁ ଆଣି ଖର୍ଚ୍ଚ କରି ତାଙ୍କୁ ନ ଫେରାଇବା ଦ୍ୱାରା ବ୍ୟକ୍ତି ଶ୍ରୀହୀନ ହୋଇଯାଏ। ଆଉ ଗୋଟେ କହିଦେଉଛି, ନଖରେ ତୃଣ ଛିଣ୍ଡେଇବାନି, ଦାନ୍ତରେ ନଖ ଛିଣ୍ଡାଇବାନି, ନଖରେ ମାଟି ଉପରେ ଲେଖିବା ନାହିଁ, ପାଦ ଦ୍ୱୟକୁ ଅପରିଷ୍କାର ରଖିବା ନାହିଁ, ପିନ୍ଧିଥିବା ପଇତାକୁ ମଇଳା ରଖିବା ନାହିଁ, ଶୋଇ ଉଠି ମୁଖ ପ୍ରକ୍ଷାଳନ କରିବା, ଭଲ ଭାବରେ ଦାନ୍ତ ଘଷିବା, ମଇଳା ଲୁଗାକୁ ସାଇତି ରଖିବାନି, ଲଙ୍ଗଳା ହୋଇ ଶୋଇବାନି, ଅତି ଅଧିକ ଭୋଜନ କରିବା ନାହିଁ। ଏତେ ଗୁଡ଼ିଏ ହେଉଛି ଦୋଷ। ଏ ଦୋଷକୁ ଯିଏ ଦୂର ନ କରେ ତାଙ୍କୁ ଲକ୍ଷ୍ମୀ ଛାଡ଼ି ଯାଆନ୍ତି। ତେଣୁ ଆମେ ଯଦି ଏବେଠୁ ଏ ପୁଣ୍ୟ କରିବା, ଇଏ ବି ପୁଣ୍ୟ ନା, ଖାଲି ପରୋପକାର, ସତ୍ୟ, ପରସେବା ପୁଣ୍ୟ ନୁହଁ, ଇଏ ବି ପୁଣ୍ୟ। ନିଜର ସୁରକ୍ଷା। କାଲି ଆମେ ପଢ଼ିଥିଲେ ଜାନୁଆରୀ କଥା, ଆଜି ଆଲୋଚନା କରିବା। କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଜାତକ ହୋଇନି, ସେମାନଙ୍କୁ କେବଳ ମାସ ଓ ତାରିଖ ଜଣାଅଛି। ସେମାନେ ଦ୍ୱନ୍ଦ୍ୱରେ ପଡ଼ନ୍ତି, ମୋର ଭବିଷ୍ୟତ କ'ଣ? ଜନ୍ମ ତାରିଖରୁ କିଛି ଶୁଭ ଓ କିଛି ଅଶୁଭ ସଂକେତ ଆମେ ପାଇଥାଉ। ମାସର ଏପରି ଏକ ଏକ ତାରିଖ ଅଛି, ଯେଉଁ ଯେଉଁ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତି ପ୍ରଭାବଶାଳୀ ଓ ଯୋଗଜନ ହୋଇଥାନ୍ତି। ଆଉ କିଛି ତାରିଖ ଅଛି, ସେ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଅଯୋଗା ଓ ଅକର୍ମଣ୍ୟ ହୁଅନ୍ତି। ସେମାନେ ଆଜୀବନ ଦୁଃଖ ଭୋଗନ୍ତି। ଏହା ବ୍ୟତୀତ ଅବଶିଷ୍ଟ ତାରିଖରେ ଜନ୍ମିତ ବ୍ୟକ୍ତି ସାଧାରଣ ଜୀବନଯାପନ କରନ୍ତି। ସେମାନେ ନାହିଁ ଉଚ୍ଚକୋଟୀର ହୁଅନ୍ତି ନା ନିମ୍ନମାନ ରହନ୍ତି। କାଲି ମୁଁ କହିଥିଲି ଜାନୁଆରୀ କଥା, ଆଜି ଫେବୃଆରୀ। ଫେବୃଆରୀରେ
ଫେବୃଆରୀ 1, ଫେବୃଆରୀ 3, ଫେବୃଆରୀ 10, ଫେବୃଆରୀ 19, ଫେବୃଆରୀ 21। 1, 3, 10, 19, 21 ଏହି ତାରିଖ ଅତ୍ୟନ୍ତ ପ୍ରଭାବଶାଳୀ ତାରିଖ। ଏହି ତାରିଖରେ ଅତୀତରେ ଯେଉଁମାନେ ଜନ୍ମ ନେଇଛନ୍ତି ସେମାନଙ୍କର ବିଶେଷ ବିକାଶ ହେଇଛି, ସେ ଲୋକଲୋଚନକୁ ଆସିଛନ୍ତି, ସେମାନଙ୍କର ମଙ୍ଗଳ ହେଇଛି, ଉତ୍ତରୋତ୍ତର ଉନ୍ନତି ହେଇଛି। ଟିକେ ଆମ ପରିବେଶରେ, ଆମ ଆଖପାଖରେ, ଆମ ବନ୍ଧୁବାନ୍ଧବରେ, ଆମ ଜାଣିବାରେ ଯେଉଁମାନଙ୍କର ଏଇ ତାରିଖ ଫେବୃଆରୀ ମାସର ତାରିଖ, ସେମାନଙ୍କୁ ପଚାରି ବୁଝିବା ସେମାନେ ସତରେ ଉଚ୍ଚକୋଟୀର ଜୀବନଯାପନ କରୁଛନ୍ତି ନାହିଁ। ଆଜି ଏତିକି, ଆସନ୍ତାକାଲିକି ଆମେ ଆଉ କିଛି ଆଲୋଚନା କରିବା। ଲକ୍ଷ୍ମୀ କେମିତି ଆମ ପାଖକୁ ଆସିବେ ଓ ସ୍ଥିର ଭାବରେ ରହିବେ, ଆଉ କେଉଁ ତାରିଖ ମାର୍ଚ୍ଚ ମାସରେ ଶୁଭ। ରହିଲି, ନମସ୍କାର।